ଏବେ ସବୁଆଡେ ନିର୍ବାଚନର ମାହୋଲ ଚାଲିଛି। ନିର୍ବାଚନ ଚାଲିଥିବା ବେଳେ ଅନେକ କଥା ସାମ୍ନାକୁ ଆସୁଛି। ତେବେ ଆଜି ଆମେ କହୁଛୁ ମଦ ଓ ନିର୍ବାଚନକୁ ନେଇ, ଯାହାକି ଆପଣଙ୍କୁ ତାଜୁବ କରିବ ନିଶ୍ଚୟ। ଯେଉଁମାନେ ମଦ ପିଉଛନ୍ତି ସେମାନେ ନିଜ ଟଙ୍କାରେ ପିଉଛନ୍ତି ନା ତାଙ୍କୁ କେହି ମଦ ପିଇବାକୁ ଟଙ୍କା ଦଉଛି? ମଦ ପିଇବାରେ ଓଡ଼ିଶା ଏବେ 1 ନମ୍ବର ହେଇଗଲାଣି। ଆଉ ଓଡ଼ିଶା ଲୋକମାନେ ଏବେ ଯେଉଁଭଳି ଭାବରେ ମଦ ପିଉଛନ୍ତି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ହିଁ ମିଳୁନାହିଁ। ଏବେ ସବୁ ରାଜ୍ୟ ଠାରୁ ମଦ ପିଇବାରେ ଅଧିକ ହେଉଛି ଓଡ଼ିଶା। ମଦ ପିଇବାରେ ଓଡ଼ିଶା ଏବେ 1 ନମ୍ବର ହୋଇସାରିଛି। ଓଡ଼ିଶା ସବୁ ରାଜ୍ୟକୁ ଟପି ସାରିଲାଣି। ଓଡ଼ିଶାର ଲୋକମାନେ ଏତେ ଟଙ୍କାର ମଦ ପିଉଛନ୍ତି ଯାହା ଏବେ ସାମ୍ନାକୁ ଆସିଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶା ଲୋକମାନେ 635 କୋଟି ଟଙ୍କାର ଏପ୍ରିଲ ମାସରେ ମଦ ପିଇଛନ୍ତି। ମହାନଦୀ ଶୁଖି ଯାଇଛି କିନ୍ତୁ ଏବେ ଓଡ଼ିଶାରେ ମଦର ନଦୀ ବହୁଛି। ଯୁବକ ମାନଙ୍କ ଠାରୁ ଆରମ୍ଭ କରି ବୁଢା ସମସ୍ତେ ମଦରେ ଭାସୁଛନ୍ତି। ଓଡ଼ିଶାରେ ମଦ ମୁକ୍ତି ପାଇଁ ଅନେକ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶାବାସୀଙ୍କ ଉପରେ ଏହାର ତିଳେ ମାତ୍ର ଫରକ ପଡୁନାହିଁ। ରାଜ୍ୟରେ ମଦ ନିଗମ ମଧ୍ୟ ସବୁକିଛି ତଥ୍ୟ ଦେଉଛି। ତଥ୍ୟ ମୁତାବକ ଏପ୍ରିଲ ମାସରେ 635 କୋଟି ଟଙ୍କାର ମଦର ବେପାର ହୋଇଛି ଓଡ଼ିଶାରେ। ସେଥିରୁ 283 କୋଟି ଟଙ୍କାର ହାର୍ଡ ମଦ ଆଉ 335 କୋଟି ଟଙ୍କାର ବିୟର ରହିଛି। ଏବେ ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି। ଏଇ କଥା ଗୁଡିକ ହେଲା, ଖରା ହେଉଛି ବୋଲି ଲୋକମାନେ ମଦ ପିଉଛନ୍ତି ନା ଭୋଟ ହାତେଇବା ପାଇଁ ଏଭଳି ମଦ ବେପାର ଅଧିକା ବଢି ସାରିଛି? ତେବେ ଏହାର ଉତ୍ତର ନିଶ୍ଚିତ ଭାବେ ଆପଣମାନେ ହିଁ ଦେଇପାରିବେ। ତ ଆପଣଙ୍କ ଉତ୍ତର ଆମର କମେଣ୍ଟ ବକ୍ସରେ ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ ଏବଂ ଆମର ଚ୍ୟାନେଲକୁ ଲାଇକ୍, ଫଲୋ, ସବସ୍କ୍ରାଇବ ନିଶ୍ଚିତ ଭାବେ କରନ୍ତୁ। ତେବେ ଆଜି ପାଇଁ ଏତିକି। ନମସ୍କାର।